ସମସ୍ତଙ୍କୁ ନମସ୍କାର। ମୁଁ ଆପଣମାନଙ୍କୁ ମୋ ଚ୍ୟାନେଲରେ ସ୍ୱାଗତ କରୁଛି। ତ ଆଶା କରୁଛି ଆପଣମାନେ ବହୁତ ହିଁ ଭଲ ଥିବେ ଆଉ କାଲିର ଏକ୍ଜାମଟା ବହୁତ ହିଁ ଭଲରେ ଯାଇଥିବ। ତ ଆଜି ଆମେ ଦେଖିବା ଓଡ଼ିଆ କ୍ୱେଶ୍ଚିନ୍ ପେପର 1 OTT ଏକ୍ଜାମର ପେପର 1 ଓଡ଼ିଆ କ୍ୱେଶ୍ଚିନ୍କୁ ଆମେ ଏହି ଭିଡ଼ିଓରେ ଆମେ ଟୋଟାଲ ଡିସ୍କସନ୍ କରିବା ଆଉ ତା'ର ଆନ୍ସର୍ କି ବି ଆମେ ଜାଣିପାରିବା। ତ ଦେଖନ୍ତୁ ଆମେ ଷ୍ଟାର୍ଟ କରିବା 31 ନମ୍ବର ଠାରୁ। କାମ କର ନଚେତ୍ ଦଣ୍ଡ ପାଇବ, ରେଖାଙ୍କିତ ପଦଟି କି ପ୍ରକାର ଅବ୍ୟୟ? ତ ଏଇଟା କ'ଣ ହେବ? ଆନ୍ସର୍ କ'ଣ ହେବ? ନିଷେଧାର୍ଥକ ଅବ୍ୟୟ, ଅପସନ୍ ଏ। ସେକେଣ୍ଡ ହେଉଛି କ'ଣ ଆସିଗଲା ନା ଶରୀର ଯୁକ୍ତ ଇକ ଶାରୀରିକ। ତ ଏଥିରେ ଯେଉଁ ଇକ ପ୍ରତ୍ୟୟଟି କେଉଁ ଅର୍ଥରେ ବ୍ୟବହୃତ ହୋଇଛି? ତ ଆର ବି ଆନ୍ସର୍ ଆସିବ ଅପସନ୍ ଏ। ତ 33 ନମ୍ବର, ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରାକ୍ ଲିଖନ ପ୍ରଣାଳୀର ଅନ୍ତର୍ଭୁକ୍ତ? ତ ଏଇଠି କ'ଣ କେଉଁଟା ହେବ ଆନ୍ସର୍? ନା ଅପସନ୍ ଡି, ବୃତ୍ତ ଅର୍ଦ୍ଧବୃତ୍ତ ଅଙ୍କନର ଅଭ୍ୟାସ କରିବା। ତାପରେ ଆମେ ଦେଖିବା 34 ନମ୍ବର, ନିମ୍ନ ଉକ୍ତି ଗୁଡ଼ିକ ମଧ୍ୟରୁ କେଉଁଟି ବ୍ୟବହାରିକ କୌଶଳ ନୁହେଁ? ଆର ଅପସନ୍ ଆନ୍ସର୍ ଆସିବ ଅପସନ୍ ଏ, ଶୁଣିଥିବା ଗପକୁ ବଡ଼ ପାଟିରେ କହିବା। ତାପରେ 35 ନମ୍ବର, ଶୁଦ୍ଧ ରୂପଟିକୁ ବାଛ, ଏଇଟା ହେବ ଅପସନ୍ ବି। 36 ନମ୍ବର, ଅଳସୁଆର ବାରବାଟୀ ଚାଷ, ଏ ରୂଢ଼ିର ଅର୍ଥ କ'ଣ? ଅପସନ୍ ସି ହେବ ରାଇଟ୍ ଆନ୍ସର୍, ଭାଗ୍ୟଫଳ। ତାପରେ 37 ନମ୍ବର, କେଉଁଟି ସଂଯୋଜକ ଅବ୍ୟୟ? ଆନ୍ସର୍ କ'ଣ ହେବ? ଅପସନ୍ ଏ। ତାପରେ 38, ନିମ୍ନୋକ୍ତ ଅର୍ଥ ମଧ୍ୟରୁ କେଉଁଟି ଉପ ଉପସର୍ଗ ନିମ୍ନତେ ପ୍ରୟୋଗ ହୁଏ? ତାର ଆନ୍ସର୍ ହେବ ଅପସନ୍ ଏ, ସମ୍ୟକ। 39 ନମ୍ବର, କେଉଁଟି ପିଲାର ଭାଷା ଶିକ୍ଷଣର ପ୍ରଥମ ଉତ୍ସ? ଆନ୍ସର୍ ହେବ ଅପସନ୍ ବି। ତାପରେ 40 ନମ୍ବର, ପଠନ ଦକ୍ଷତାର ବିକାଶରେ ଛବି ପ୍ରଣାଳୀଟି କାହିଁକି ଆବଶ୍ୟକ? ଆର ଆନ୍ସର୍ ହେବ ଅପସନ୍ ଏ, ଛବି ଦେଖି ବର୍ଣ୍ଣର କ୍ରମ ଜାଣିପାରିବେ। ତାପରେ ଆମେ ଦେଖିବା 41 ନମ୍ବର କ୍ୱେଶ୍ଚିନ୍, କେଉଁଠି ଗଦ୍ୟ ଶିକ୍ଷାଦାନ ନିମନ୍ତେ ଜରୁରୀ? ତ 41ର ଆନ୍ସର୍ ହେବ ଅପସନ୍ ଡି, ଶବ୍ଦାର୍ଥବୋଧ ଓ ଶବ୍ଦାନୁଶୀଳନ। 42 ନମ୍ବର, ନିମ୍ନୋକ୍ତ ମଧ୍ୟରୁ ଶିକ୍ଷାର୍ଥୀର ପଠନ ଦକ୍ଷତା ବୃଦ୍ଧି ନିମନ୍ତେ କେଉଁ କ୍ରମଟି ଠିକ୍? 42 ନମ୍ବର ଆନ୍ସର୍ ହେବ ଅପସନ୍ ଏ। 43 ନମ୍ବର, ବୃ ଯୁକ୍ତ ଅନ କୃଦନ୍ତ ପଦଟି ନିମ୍ନରୁ ବାଛ, ତ ଏଇଟା କ'ଣ ହେବ? ନା ବରଣ, ଅପସନ୍ ଏ। 44, କେଉଁଟି ଗୁଣବାଚକ ବିଶେଷ୍ୟର ଉଦାହରଣ ନୁହେଁ? ଆନ୍ସର୍ ହେବ ଅପସନ୍ ଏ, ଯୌବନ। ତାପରେ 45, ଯେପରି ସଂସାରରୁ ସାଂସାରିକ ଠିକ୍ ସେହିପରି ନୀତିରୁ କ'ଣ ହେବ? ତ ଏଇଟା ଗୋଟେ କେଉଁ ପ୍ରକାର ପ୍ରଶ୍ନ? ନା ଏଇଟା ହେଉଛି ଦୃଷ୍ଟାନ୍ତମୂଳକ ପ୍ରଶ୍ନ। ତ ଆପରେ ରହିଲା ପ୍ୟାସେଜ୍। ତ ମୁଁ ଖାଲି ଏଥିରେ ଖାଲି ଆନ୍ସର୍ କହିଦେଉଛି, ତ ଆପଣମାନେ ସେ ଅନୁଯାୟୀ ମିଳେଇ ଦେବେ। 46 ନମ୍ବର ଆନ୍ସର୍ ହେଉଛି ଅପସନ୍ ବି। 47 ନମ୍ବର ଆନ୍ସର୍ ହେଉଛି ଅପସନ୍ ବି। 48 ନମ୍ବର ହେଉଛି ଅପସନ୍ ସି। 49 ନମ୍ବର ବି। 50 ନମ୍ବର ହେଉଛି ଏ। 51 ନମ୍ବର କ'ଣ ରହିଲା? ନା ଭାଷା ଶିକ୍ଷାର 4 ସ୍ତମ୍ଭ ମଧ୍ୟରୁ କେଉଁ ଶିକ୍ଷାକୁ ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ? ଆର ଆନ୍ସର୍ ହେବ ଅପସନ୍ ବି, ଲିଖନ। ସର୍ଜନାତ୍ମକ ଲିଖନ ଦକ୍ଷତାର ବିକାଶ ନିମନ୍ତେ କେଉଁଠି ଯଥାର୍ଥ? 52 ନମ୍ବର ହେବ ଆନ୍ସର୍ ଏ। 53 ନମ୍ବର, ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ ଶିକ୍ଷଣର ମୂଲ୍ୟାୟନ କ୍ଷେତ୍ରରେ କେଉଁ ପ୍ରକାର ପ୍ରଶ୍ନ ପଚରାଯାଏ ନାହିଁ? ଆର ବି ଆନ୍ସର୍ ହେବ ଅପସନ୍ ଏ, ଶବ୍ଦକୁ ବ୍ୟବହାର କରି ବାକ୍ୟ ଗଠନ। ତ ଏତିକି ଦେଖିଦେଲେ, ତେବେ ଆମେ ଚାଲନ୍ତୁ ଏବେ 54 ନମ୍ବର ପ୍ରଶ୍ନରୁ ଦେଖିବା। ତ 54 ନମ୍ବର ପ୍ରଶ୍ନ କ'ଣ? ନା କେଉଁଟି ଅନୁରାଗର ବିପରୀତ ଶବ୍ଦାର୍ଥବୋଧକ ଶବ୍ଦ? ତ ଅନୁରାଗର କେଉଁଟା? ଅନୁରାଗର ହେଉଛି ବିରାଗ। 55 ନମ୍ବର, କେଉଁଟି ପଦ୍ମ ଶବ୍ଦର ପ୍ରତିଶବ୍ଦ ନୁହେଁ? ଆର ଆନ୍ସର୍ ହେବ ଅପସନ୍ ଡି। ତ ଆପରେ ରହିଲା, ଏଇଟା ଗୋଟେ ଦେଇଛି କବିତାଂଶଟେ ଦେଇଛି, ଆକୁ ପଢ଼ିକି ଆର ଆନ୍ସର୍ ଇଏ କରିବା ପାଇଁ ମୁଁ ଏଥିରେ ବି ଖାଲି ତାର ଅପସନ୍ର ଆନ୍ସର୍ ଗୁଡ଼ା କହିଦେଉଛି। 56 ନମ୍ବରର ଆନ୍ସର୍ ହେଉଛି ଅପସନ୍ ବି। 57 ନମ୍ବର ହେଉଛି ଅପସନ୍ ସି। 58 ନମ୍ବର ହେଉଛି ଅପସନ୍ ଏ। 59 ନମ୍ବର ହେଉଛି ଅପସନ୍ ଡି। 60 ନମ୍ବର ହେଉଛି ଅପସନ୍ ଏ। ତ ଆପଣ ସେଇ ଅନୁଯାୟୀ ଆପଣ ଯେଉଁ ଅନୁଯାୟୀ କରିଛନ୍ତି OMR ସିଟ୍ ଫିଲ୍ଅପ୍ କରିଛନ୍ତି, ସେ ଅନୁଯାୟୀ ଆପଣ ଟିକ୍ ମାରିଥିବେ କ୍ୱେଶ୍ଚିନ୍ରେ। ତ ଏଇ ମୁଁ ଯେଉଁ ସବୁ ଆନ୍ସର୍ ଗୁଡ଼ା କହିଲି, ସେ ଅନୁଯାୟୀ ଆପଣ ଜଲ୍ଦି ଜଲ୍ଦି ଆପଣଙ୍କର ଚେକ୍ କରନ୍ତୁ। ଆଉ ଆପଣଙ୍କର କେତେ ସ୍କୋର୍ ରହୁଛି କମେଣ୍ଟରେ ନିଶ୍ଚୟ କହିବେ।
तो वीडियोटी भल लगी वीडियो को लाइक करेंगे और चैनल को सब्सक्राइब करने को जमा भी भूलिबेनी। आ वीडियोटी भल लगी आपण मान फ्रेंड मान शेयर करूँ जहाँद्वारा कि आपण मान फ्रेंड मैंने भी निजर स्कोर को चेक करके कहींपारे। तो कमेंट करने को आदौ भी भूलिबेनी, निज निज स्कोर को कमेंट करेंगे आ मो चैनल को नेक्स्ट वीडियो पाई सब्सक्राइब करके रखी देथिबे। थैंक यू।